ଯିବେ କେତେବେଳେ ବି ପରିତାନ ଟାଇମ କମ ଫଟୋ ହଉ ମଧ୍ୟମ ହଉ କହିବେ ବାରମ୍ବାର ଆଜି ଯୋଉ ଆନ୍ଦୋଳନ ହେଇଛି ଆନ୍ଦୋଳନ ବିଷୟରେ କଣ ଇଏ ହଉଛି ତିହିଡି ବଜାରର ଗୋଟେ ବିରାଟ ସମସ୍ୟା। এটা ଆମର ତିହିଡି ଜନସାଧାରଣ ଅଧିକାର ମଞ୍ଚ ତରଫରୁ ଆଜି ତିହିଡିରେ ରାସ୍ତା ରୋକ କରାଯାଇଛି, ବସ୍ ରୋକ କରାଯାଇଛି। ଏଇଥିପାଇଁ ଆଜି ସରକାରୀ ଯୋଉ ଧାର୍ଯ୍ୟ ମୁତାବକ ଯୋଉ 88 ପଇସା ଥିଲା ଅର୍ଡିନାରୀ ବସ୍, ଆଜି 88 ପଇସା ଦର ପରିବର୍ତ୍ତେ ତିହିଡିରୁ ଭଦ୍ରକ ଆଜି 30 ଟଙ୍କା ଆଦାୟ କରାଯାଉଛି, ମାନେ 2 ଗୁଣା ଭଡ଼ା ଆଦାୟ କରାଯାଉଛି। ଏବଂ ବିରାଟରୁ ମଧ୍ୟ ଭଦ୍ରକ 40 ଟଙ୍କା ଆଦାୟ କରାଯାଉଛି। ଚାନ୍ଦବାଲିରୁ ଭଦ୍ରକ 60ରୁ 70 ଟଙ୍କା ଆଦାୟ କରାଯାଉଛି। ଏବଂ ଆଜି ଦେଖିବେ ଯାତ୍ରୀଙ୍କ ଠାରୁ ଆଜି ଶୋଷଣ କରାଯାଉଛି ପରିବହନ ବିଭାଗ ଦୃଷ୍ଟି ସେ ପ୍ରତି ନାହିଁ। ଆମେ ଦାବି କରୁଥିଲୁ ଗତ 24 ତାରିଖରେ ବସିଥିଲୁ ମଧ୍ୟ ବସ୍ ସିଣ୍ଡିକେଟର ସଭାପତି ଏବଂ ତିହିଡିର ଆଇଆଇସି ଏବଂ ଆମେ ସମସ୍ତେ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଏକ ଆଲୋଚନା ହୋଇଥିଲା ଯେ କି ସରକାରୀ ଧାର୍ଯ୍ୟ ମୁତାବକ ସେମାନେ ଆଦାୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା, ମାତ୍ର ସେ ନିଷ୍ପତ୍ତି କାର୍ଯ୍ୟକାରୀ ହେଲା ନାହିଁ। ଯାହାର ପ୍ରତିବାଦ ସ୍ୱରୂପ ଆଜି ତିହିଡି ମାଟିରେ ଆମେ ଆନ୍ଦୋଳନ କରୁଛୁ ଯେ ସରକାରୀ ଯୋଉ ଧାର୍ଯ୍ୟ ଦରରେ ଯୋଉ 3 ପ୍ରକାର ଯୋଉ କ୍ୟାଟାଗୋରୀ ରହିଛି, ଆମ ଏଇ ଯୋଉ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଅର୍ଡିନାରୀ ବସ୍ର ଦର ରଖିଛନ୍ତି 88 ପଇସା। ଏ 88 ପଇସା ଆଜି ସେମାନେ ନେବା ପାଇଁ ଆମେ ଦାବି କରୁଛୁ। ଏବଂ ଏହା ସହିତ ଆରଟିଓ ମଧ୍ୟ ସକାଳୁ ଆସି ପହଞ୍ଚିଥିଲେ, ଏମବିଆଇ ଆସି ପହଞ୍ଚିଥିଲେ। ସତ କଣ ଧରା ପଡିଲା, ଆଜି ଯେତେବେଳେ ଯାତ୍ରୀଙ୍କୁ ପଚରାଗଲା ସେମାନେ ମଧ୍ୟ କହିଲେ ଆମଠାରୁ ଆଜ୍ଞା 30 ଟଙ୍କା ଭଡ଼ା ଆଦାୟ କରିଛନ୍ତି ଏ ବସର ମାଲିକ ମାନେ। ଆମେ ମଧ୍ୟ ତାର ରସିଦ ମଧ୍ୟ ଦେଖେଇଲୁ ଏବଂ ଜଣେ ସ୍ୱାମୀ ସ୍ତ୍ରୀ ଆପଣ ମାନେ ଯାଇଥିଲେ ତାକୁ ମଧ୍ୟ ଗାଡ଼ିରୁ ଓହ୍ଲେଇ ଦେଲେ। 2 ଗୁଣା ବସ୍ ଭଡ଼ାକୁ ପ୍ରତିବାଦ କରିବାରୁ ତାଙ୍କୁ ବସ୍ରୁ ଓହ୍ଲେଇ ଦେଲେ। ସେ ସ୍ୱାମୀ ସ୍ତ୍ରୀ 2 ଜଣ ଚାଲି ଚାଲି ଯାଇକି ତାଙ୍କ ଶ୍ୱଶୁର ଘରେ ପହଞ୍ଚିଲେ। ଏହା ବିରୁଦ୍ଧରେ ମଧ୍ୟ ଆମେ ତିହିଡି ଥାନାରେ ଏଫଆଇଆର କରିଥିଲୁ। ଆଜି ଏଇ ଯୋଉ ଅମାନୁଷିକ ଘଟଣା ପ୍ରତିବାଦ କରି ଆଜି ରାଜରାସ୍ତାରେ ଆମେ ବସ୍ ରୋକ ଆନ୍ଦୋଳନ କରୁଛୁ। ଆନ୍ଦୋଳନ ହେଇଛି, ଜନସାଧାରଣ ଅସୁବିଧା ସମ୍ମୁଖୀନ ହେବେ ନା, ସେ ଭିତରେ କଣ କହିବେ? ଜନସାଧାରଣଙ୍କ ନିଶ୍ଚିତ ଭାବରେ ଟିକେ ଅସୁବିଧା ଭୋଗ କରିବେ ଏବଂ ଜନସାଧାରଣ ଆଜି ସମର୍ଥନ କରିଛନ୍ତି এই ଆନ୍ଦୋଳନକୁ, ଯେ କି ଏ ଆନ୍ଦୋଳନ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି, ଆର୍ଥିକ ମାନସିକ ଭାବରେ ସମର୍ଥନ କରୁଛନ୍ତି। ଯେ ଆନ୍ଦୋଳନକୁ ମଧ୍ୟ ଆଜି ତିହିଡି ମାଟିରେ ଯୋଉ କରୁଛନ୍ତି ୟାକୁ ମଧ୍ୟ ସଫଳ ହେଇଛି। ଆରଟିଓ ନିଜେ ଉପସ୍ଥିତି ଆଜି ପହଞ୍ଚିଲେ ଏବଂ ଆମର ଦାବିର ମାନିନେଲା ପରେ ଆମେ ଏ ବସ୍ ରୋକକୁ ପ୍ରତ୍ୟାହାର କରୁଛୁ। ଧନ୍ୟବାଦ ସାର୍।